ସାଙ୍ଗମାନେ ଦୀର୍ଘ 37 ଘଣ୍ଟାର ଟ୍ରେନ୍ ଜର୍ଣ୍ଣି ପରେ ଆମେ ଆସି ପହଞ୍ଚି ଯାଇଥିଲୁ ମଥୁରାରେ। ହଁ ସାଙ୍ଗମାନେ, ଆମେ ମଥୁରା ବୃନ୍ଦାବନ ବୁଲିବା ପାଇଁ ଆସିଛୁ। ଆଉ ମଥୁରାରେ ଏତେ ଖରା ହେଉଥିଲା ସେଦିନ, ସକାଳ ସମୟ 9ଟା ହେବ। ଏତେ ଖରା ଯେ ଆମେ ପୁରା ହାଲିଆ ହୋଇଯାଇଥିଲୁ। ବହୁତ ଜୋରେ ତାତି ହେଉଥିଲା। ଆମେ ବୃନ୍ଦାବନରେ ଷ୍ଟେ କରିବାର ଥିଲା, ବଟ୍ ବୃନ୍ଦାବନ ଯେହେତୁ ମଥୁରା ଷ୍ଟେସନରୁ 15-20 କିଲୋମିଟର ଦୂର ହେବ, ସେଥିପାଇଁ ଆମେ ମଥୁରାରେ ଷ୍ଟେ କଲୁ। ହୋଟେଲରେ ରୁମ୍ ନେଇ ଆମେ ଫ୍ରେଶ୍ ହେଲା ପରେ କୁଆଡ଼େ ବୁଲିବାକୁ ଗଲୁ ନେକ୍ସଟ ଭିଡ଼ିଓରେ ଦେଖିବେ। ସାଙ୍ଗମାନେ ଦୀର୍ଘ 37 ଘଣ୍ଟାର ଟ୍ରେନ୍ ଜର୍ଣ୍ଣି ପରେ ଆମେ ଆସି ପହଞ୍ଚି ଯାଇଥିଲୁ ମଥୁରାରେ। ହଁ ସାଙ୍ଗମାନେ, ଆମେ ମଥୁରା ବୃନ୍ଦାବନ ବୁଲିବା ପାଇଁ ଆସିଛୁ। ଆଉ ମଥୁରାରେ ଏତେ ଖରା ହେଉଥିଲା ସେଦିନ, ସକାଳ ସମୟ 9ଟା ହେବ। ଏତେ ଖରା ଯେ ଆମେ ପୁରା ହାଲିଆ ହୋଇଯାଇଥିଲୁ। ବହୁତ ଜୋରେ ତାତି ହେଉଥିଲା। ଆମେ ବୃନ୍ଦାବନରେ ଷ୍ଟେ କରିବାର ଥିଲା, ବଟ୍ ବୃନ୍ଦାବନ ଯେହେତୁ ମଥୁରା ଷ୍ଟେସନରୁ 15-20 କିଲୋମିଟର ଦୂର ହେବ, ସେଥିପାଇଁ ଆମେ ମଥୁରାରେ ଷ୍ଟେ କଲୁ। ହୋଟେଲରେ ରୁମ୍ ନେଇ ଆମେ ଫ୍ରେଶ୍ ହେଲା ପରେ କୁଆଡ଼େ ବୁଲିବାକୁ ଗଲୁ ନେକ୍ସଟ ଭିଡ଼ିଓରେ ଦେଖିବେ।